ଧାନ କଟା ବିଲରେ ହଣାହଣି। ଧାନ କଟା ବିଲରେ ପଡ଼ିଛି ଶହ ଶହ କଟା ମୁଣ୍ଡ। ଏମିତି ଭୟଙ୍କର ଘଟଣା ଘଟିଯାଇଛି ମୋହନପୁର ଗ୍ରାମରେ। ହଁ ଦର୍ଶକ ବନ୍ଧୁ, ଧାନ କଟା ଚାଲିଥିଲା ବେଳେ ଘଟିଲା ଏମିତି ଭୟଙ୍କର ଘଟଣା, ଯାହା ଶୁଣି ଗାଁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ ଜଗନ୍ନାଥଙ୍କୁ ମନରେ ଟିକିଏ ଭକ୍ତି କରନ୍ତି, ତାହେଲେ କମେଣ୍ଟରେ ଗୋଟିଏ ଜୟ ଜଗନ୍ନାଥ ଲେଖିଦେବେ। ଆଉ ଏହାପରେ କ'ଣ ଘଟଣା ଘଟିଲା ଜାଣିବା ପାଇଁ ଆପଣଙ୍କୁ ଅନୁରୋଧ କରୁଛି କି ଭିଡ଼ିଓକୁ ବିନା ସ୍କ୍ରିପ୍ଟ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓ ପସନ୍ଦ ଆସିଲେ ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଆପଣ ଓଡ଼ିଶାର କେଉଁ କେଉଁ ଜିଲ୍ଲାରୁ ଆମ ଭିଡ଼ିଓକୁ ଦେଖୁଛନ୍ତି ଗୋଟେ କମେଣ୍ଟ କରିବେ। ତେବେ ଆସନ୍ତୁ କାହାଣୀଟିକୁ ଆରମ୍ଭ କରିବା। ବରହମପୁର ଜିଲ୍ଲା ଅନ୍ତର୍ଗତ ମେଦିନପୁର ଗ୍ରାମରେ ଲକ୍ଷ୍ମଣ ପରିଡ଼ା ରହୁଥିଲେ। ପରିବାର କହିଲେ ଲକ୍ଷ୍ମଣ, ତା ସ୍ତ୍ରୀ ସାରଳା ଆଉ ତା ଝିଅ ସୋନାଲି। ଲକ୍ଷ୍ମଣ ଜଣେ ଧବା ମିସ୍ତ୍ରୀଟିଏ। ସେ ସବୁଦିନେ ଧବା କାମରେ ବାହାରି ଯାଆନ୍ତି ଆଉ ସେଥିରୁ ଯେତିକି ପଇସା ଇନକମ୍ କରନ୍ତି, ଜଗନ୍ନାଥଙ୍କ ଦୟାରୁ ତାଙ୍କର ପରିବାର ଭଲରେ ଚଳିଯାଆନ୍ତି। କିନ୍ତୁ ହେଲେ ଲକ୍ଷ୍ମଣଙ୍କର 3 ଏକର ବିଲ ଜମି ଥାଏ। ସେ କାହାକୁ ଭାଗ ଦିଅନ୍ତି ନାହିଁ। ସେ ସେହି ବିଲକୁ ନିଜେ ଏକୁଟିଆ ପରିଶ୍ରମ କରିକି ବିଲକୁ ରୁଆରୁଇ କରି ଧାନ କଟାରେ ଲାଗି ପଡ଼ନ୍ତି। ଭାରି ଆନନ୍ଦରେ ତାଙ୍କର ସେହି ଛୋଟ ପରିବାରଟିଏ ଲକ୍ଷ୍ମଣ ପରିଡ଼ା ଧାନ କାଟି ଚଳାଉଥାନ୍ତି। ଦିନେ ଲକ୍ଷ୍ମଣ ଭାବିଲେ, ଧାନଗୁଡ଼ିକ ସବୁ ପାଚି ଆସିଲାଣି। ମୁଁ ଆଉ ବିଳମ୍ବ ନ କରି ଆଜିଠୁ ଆଉ କାମକୁ ନ ଯାଇ ଧାନପତ୍ର ସବୁ କଟାକଟି ଆରମ୍ଭ କରିଦେବି। ଆଉ ଧାନ ସବୁ ଅମଳ କରିଲା ପରେ ହିଁ ମୁଁ ମୋ କାମକୁ ବାହାରିଯିବି। ଏ କଥା ଭାବି ସ୍ତ୍ରୀକୁ ସକାଳୁ କହିଲା, ଲୋ ସୁଶଳା, କ'ଣ ଟିକେ ଭଜାଭଜି କର, ମୁଁ ଭାତ ଖାଇ ମଜୁରୀ ନେଇ ଧାନ କଟାକଟିରେ ବାହାରି ପଡ଼ିବି। ଆଉ ସୁଶୀଳା ମଧ୍ୟ ମନ ଖୁସି ଆନନ୍ଦରେ ଖୁସି ହୋଇ ବାହାରି ପଡ଼ିଲା ତରକାରୀ ଓ ଆଳୁ ଭଜାରେ ଆରମ୍ଭ କରିବାକୁ ଲାଗି ପଡ଼ିଲା। ଆଉ ସେ ଭାଜି ସାରି ତାର ସ୍ୱାମୀକୁ ପଖାଳ ଆଳୁ ଭଜା ଖାଇବାକୁ ଦେଇଦେଲା। ଆଉ ତାର ସ୍ୱାମୀ ମଜୁରୀକୁ ନେଇ ଚାଲିଗଲେ, ଧାନ କଟାକଟି ପାଇଁ ଚାଲିଗଲେ। ଲକ୍ଷ୍ମଣ ଚାଲିଗଲେ ମଜୁରୀକୁ ନେଇ ବିଲକୁ ଧାନ କାଟିବାକୁ। ବାଟରେ ମଜୁରିଆଙ୍କୁ ନେଇ ଗୁଣୁ ଗୀତ ଗାଇ ବିଲକୁ ଯାଉଥାନ୍ତି ଲକ୍ଷ୍ମଣ ବାବୁ। ଆଉ ହଠାତ୍ ବିଲ ପାଖରେ ପହଞ୍ଚିଲା ବେଳକୁ ହଠାତ୍ ଘଟିଥିଲା ଭୟଙ୍କର ଘଟଣା ସେଇ ତାଙ୍କର ମଜୁରୀଙ୍କ ସହିତ। ବିଲରେ ପାଖାପାଖି ପହଞ୍ଚିଲା ବେଳକୁ ବିଲରେ ଦେଖିଲା ବେଳକୁ ବିଲ ସାରା ପୁରା ରକ୍ତାକ୍ତ ରଙ୍ଗରେ ତରଙ୍ଗର ଖେଳି ଯାଇଥିଲା। ଆଉ ସେଗୁଡ଼ିକ ହୋଇଯାଇଥିଲା ରଙ୍ଗ ତରଙ୍ଗର। ସେ ଭାବିଲା ଯେ ଅଜଣା ଗୋଟିଏ ବଡ଼ ଜନ୍ତୁ ବିଲରେ ରକ୍ତାକ୍ତ ହୋଇ ପଡ଼ିଛି। ଏହି ରକ୍ତ ଛିଟା ଦେଖି ସେ ବିଳମ୍ବ ନ କରି ଲକ୍ଷ୍ମଣ ଭୟଭୀତ ହୋଇଗଲେ। ଆଉ ଗୋଟେ ଧାନ କଟାକୁ ମଜୁରୀମାନଙ୍କୁ ଘରକୁ ପଠାଇଦେଲେ। ଏମିତି ଧାନ କାଟୁଥିବା ବେଳେ ହଠାତ୍ ଦେଖିଲେ ଯେ ମଣିଷ ଭଳି ମୁଣ୍ଡଟିଏ ସେଇ ଧାନ କଟା ବିଲରେ ପଡ଼ିଛି। ଲକ୍ଷ୍ମଣ ଛାନିଆ ହୋଇ ଉଠି କହିଲେ, ମଣିଷ ଭଳି ମୁଣ୍ଡଟିଏ ମୋ ବିଲକୁ କେମିତି ଆସିଲା? ଚାରିପଟେ ଅନାଇଲା ବେଳକୁ ଆଉ ଚାରିଆଡ଼େ କେହି ସେଇ ପାଖାପାଖିରେ ଦେଖାଯାଉ ନଥିଲା। ଆଉ ନିଜେ କହିଲେ ଯେ ଏମିତି ମଣିଷ ମୁଣ୍ଡ ଭଳି ମୋ ବିଲକୁ କେମିତି ଆସିଲା? ବିଲ ମଝିରେ ସମସ୍ତଙ୍କୁ ଡାକି ରଡ଼ି ଛାଡ଼ି ହରି ପକାଇଲେ। ଆଉ ତା କଥା
କେହି ଶୁଣିଲେ ନାହିଁ। ଏକା ଭେଟି ଅଛ ମୋ ବିଲରେ, ମଣିଷ ମୁଣ୍ଡର ରକ୍ତାକ୍ତ ପଡ଼ିଛି, କିଏ କେଉଁଠି ଅଛ ମୋ ପାଖକୁ ଦୌଡ଼ି ଆସ। ଆଉ ଲୋକମାନେ ଏହା ଶୁଣି ତାର ବିଲ ପାଖକୁ ଆସିଲେ ନାହିଁ, କାରଣ ଲକ୍ଷ୍ମଣ ବହୁତ ମିଛ କୁହେ ବୋଲି ସେମାନେ ସମସ୍ତେ ସେଇ ଲୋକମାନେ ଜାଣି ଯାଇଥିଲେ। ଆଉ ଲକ୍ଷ୍ମଣ ପାଖକୁ କେହି ନ ଆସିବାରୁ ଲକ୍ଷ୍ମଣ ଭୟଭୀତ ହୋଇ ଘରକୁ ଦୌଡ଼ିଲେ। ଆଉ ଘରକୁ ପହଞ୍ଚିଲା ପରେ ସ୍ତ୍ରୀ ସୁଶୀଳା କହିଲେ, ଶୁଣ, ଆଜି ମୋ ବିଲରେ ଧାନ କଟାକଟି ବେଳେ କାହାର ଗୋଟିଏ ମୁଣ୍ଡ, ବିଭିନ୍ନ ପ୍ରକାରର ମୁଣ୍ଡ ପଡ଼ିଛି, ଆଉ ନିଜ ବିଲ ସାରା ରକ୍ତାକ୍ତରେ ଖେଳି ଯାଇଛି। ସେଗୁଡ଼ିକ ଦେଖି ମୋତେ ବହୁତ ଭୟ ଲାଗିଲା। ଆଉ ଧାନ କଟାକଟି ନ କରି ଆମେ ସମସ୍ତେ ଘରକୁ ଫେରି ଆସିଲୁ। ସୁଶୀଳା ହସି କହିଲେ, କ'ଣ ତମେ ନିଶା ଖାଇଛ ନା କ'ଣ? ନହେଲେ ତମେ ଏଆଡ଼ୁ ସେଆଡ଼ୁ କଥାଗୁଡ଼ିକ କହିନଥାନ୍ତ। କିନ୍ତୁ ତାର ସ୍ୱାମୀ ଲକ୍ଷ୍ମଣକୁ କଥାକୁ ନ ମାନି ହେତାୟତ ଜ୍ଞାନ ଭାବରେ ସେ ଏହିସବୁ କଥା କହିଦେଲେ ସୁଶୀଳା। କିନ୍ତୁ ତାର ସ୍ୱାମୀ କିନ୍ତୁ ଭୟରେ ସେତେବେଳେ ରକ୍ତ ସେହି ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ରକ୍ତାକ୍ତର ମୁଣ୍ଡକୁ ସେ ବହୁତ ଛାନିଆ ଆଉ ଭୟଙ୍କର ହୋଇଯାଇଥିଲା। କାରଣ ସେ ଭାବିଲା, ସେଠୁ ଯଦି ସେଇ କଟା ମୁଣ୍ଡ ନ ଉଠାଯାଏ, ମୁଁ ମୋର ଏତେ ଏକର ଜମିକୁ କେମିତି ଅମଳ କରି ଆଣିବି। ଆଉ ସେ ପୋଲିସ ଅଫିସକୁ ଗଲା ପରେ ସେ ପୋଲିସମାନଙ୍କୁ ଏହିସବୁ କଟା ମୁଣ୍ଡ ସମ୍ପର୍କରେ ଜଣାଇଦେଲେ। ତାର ସୁଶୀଳା ଆଉ ଲକ୍ଷ୍ମଣ ଦୁଇଜଣ ପୁଲିସ ପାଖରେ ଯାଇ ପହଞ୍ଚିକି ଏହିସବୁ କଥା କହିଦେଲେ। ଆଉ 2-3 ଦିନ ମଧ୍ୟରେ ତାର ପୋଲିସମାନେ ଆସି ସେଇ କଟାମୁଣ୍ଡ ଜାଗାରେ ପହଞ୍ଚିଗଲେ। ଆଉ ଲକ୍ଷ୍ମଣଙ୍କର ବିଲ ପାଖରେ ପହଞ୍ଚି ଦେଖିଲା ବେଳକୁ କଟା ଶହ ଶହ କଟା ମୁଣ୍ଡ ସେଇ ବିଲ ପାଖରେ ପଡ଼ିଛି। ଆଉ ସେମାନେ ସବୁ ତନକ କରି ଦେଖିଲେ, ଆଉ ବିଭିନ୍ନ ପ୍ରକାରର ରକ୍ତ ପଡ଼ିଥିବାର ସେମାନେ ଦେଖିଲେ। ଆଉ ସେଗୁଡ଼ିକୁ ସେମାନେ ନେବା ପାଇଁ ବିଭିନ୍ନ ପ୍ରକାରର ବନ୍ଦୋବସ୍ତ କରିବାକୁ ଆରମ୍ଭ ମଧ୍ୟ କରିଦେଲେ। ଆଉ ସୁଶୀଳା ଆଉ ତାର ଲକ୍ଷ୍ମଣ ବହୁତ ଭୟଭୀତ ହୋଇ ଡରି ଯାଇଥିଲେ। ଆଉ କିଛି ସମୟ ପରେ ଲକ୍ଷ୍ମଣ ଯେଉଁ ପୋଲିସମାନଙ୍କୁ ଆଣିଥିଲେ, ସେ ପୋଲିସମାନେ ତନଖ କରି ଦେଖିଲା ବେଳକୁ ସେ ଗୋଟିଏ ଅଜଣା ଜନ୍ତୁର ମୁଣ୍ଡ ଭଳି ପଡ଼ିଥିଲା ବିଭିନ୍ନ ପ୍ରକାରର। ତ ସେଇଠାରେ ପୋଲିସମାନେ ସେଇ କଟାକଟି ହୋଇଥିବା ରକ୍ତାକ୍ତ ମୁଣ୍ଡ ଗୁଡ଼ିକ ନେଇ ସେମାନେ ଥାନାକୁ ଚାଲିଗଲେ। ଆଉ ଏହା ମନ ଆନନ୍ଦରେ ଖୁସି ହୋଇ ଲକ୍ଷ୍ମଣ ତାର ସ୍ତ୍ରୀକୁ କହିଲା, ବର୍ତ୍ତମାନ ଆମେ ଭୟଭୀତ ହେବା ନାହିଁ, କାରଣ ପୋଲିସବାଲାମାନେ ଆସିକି ଆମ ବିଲରୁ ସେଇ ଜନ୍ତୁର ରକ୍ତାକ୍ତ ମୁଣ୍ଡ ଗୁଡ଼ିକ ନେଇଗଲେ। ଆଉ ଆମେ ବର୍ତ୍ତମାନ ଧାନକୁ କାଟି ଅମଳ କରି ଘରକୁ ନେଇଯିବା। ଆଉ କିଛି ଦିନ ପରେ ସେମାନେ ଘରର ବିଲକୁ ଅମଳ କରି ଘରକୁ ନେଇଗଲେ। ତ ଜୟ ଜଗନ୍ନାଥ ସାଙ୍ଗମାନେ, ଏଇ ଆମର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ